ଦେବଗୁରୁଙ୍କର ବଦଳିବାକୁ ଯାଉଛି ଗତି। ପାଞ୍ଚଟି ରାଶି ପାଇଁ ଆସିବାକୁ ଯାଉଛି ସୁବର୍ଣ୍ଣ ସୁଯୋଗ। ଦର୍ଶକ ବନ୍ଧୁ, ଦେବଗୁରୁ ବୃହସ୍ପତିଙ୍କର ଯେତେବେଳେ ଗତି ବଦଳିବ ସେତେବେଳେ କିଛି ରାଶିର ବ୍ୟକ୍ତିବିଶେଷ ମାନଙ୍କ ଜୀବନ ଉପରେ ପ୍ରଭାବ ପଡ଼ିବ। ତେବେ ଏହି ରାଶିର ବ୍ୟକ୍ତିବିଶେଷ ମାନଙ୍କର ଅତ୍ୟନ୍ତ ଶୁଭଫଳ ପ୍ରାପ୍ତି ହେବ। ଦର୍ଶକ ବନ୍ଧୁ, ତେବେ କେଉଁ ପାଞ୍ଚଗୋଟି ରାଶିର ବ୍ୟକ୍ତିବିଶେଷ ମାନଙ୍କ ଜୀବନରେ ଅତ୍ୟନ୍ତ ଶୁଭଫଳ ପ୍ରାପ୍ତି ହେବାକୁ ଯାଉଛି, ଦେବଗୁରୁ ବୃହସ୍ପତିଙ୍କର କେବେ ଗତି ବଦଳିବ, ସେ ସମ୍ପର୍କରେ ଭିଡ଼ିଓରେ ଜାଣିବା। ভিডিওরে আগুক বড়িয়া পূর্বর ছোট অনুরোধ, আপনার যদি আম চ্যানেলকে নূয়া আসছেন তেবে চ্যানেলকে সবসক্রাইব করে পাখে থাকা বেল আইকনকে প্রেস করে দিয়ন্তু। কমেন্ট বক্সরে জয় মা লক্ষ্মী নিশ্চিন্ত লেখন্তু। তেবে আদৌ বি ডেরি করিবানি, ভিডিওটিরে আগুক বড়িবা এবং জানিবা দেবগুরু বৃহস্পতিଙ୍କର গতি কেবেঠারু বদলিব এবং কেউ রাশির ব্যক্তিবিশেষ মানଙ୍କର অত্যন্ত শুভফল প্রাপ্তি ହେବ। দেখন্তু, ସବୁଠାରୁ ଶୁଭ ଏବଂ ଭାଗ୍ୟବାନ ଗ୍ରହ ଭାବରେ ବିବେଚିତ ହେଉଛନ୍ତି ବୃହସ୍ପତି। କୁହାଯାଏ ଯେ ଯଦି ବୃହସ୍ପତିଙ୍କର ଆଶୀର୍ବାଦ ପ୍ରାପ୍ତି ହୁଏ ତେବେ ରାସ୍ତାରେ ଥିବା ପଥର ମଧ୍ୟ ସୁନାରେ ପରିଣତ ହୋଇଥାଏ। ତେବେ 2026ରେ ବୃହସ୍ପତି ଏକ ବଡ଼ ପରିବର୍ତ୍ତନ କରିବା ପାଇଁ ଯାଉଅଛନ୍ତି। ଜ୍ୟୋତିଷ ଶାସ୍ତ୍ରରେ ଯଦି କୌଣସି ଗ୍ରହକୁ ସବୁଠାରୁ ଶୁଭ ଏବଂ ଭାଗ୍ୟବାନ ବୋଲି ବିବେଚନା କରାଯାଏ ତେବେ ତାହା ହେଉଛି ଦେବଗୁରୁ ବୃହସ୍ପତି। କୁହାଯାଏ ଯେ ଯଦି କାହାକୁ ବୃହସ୍ପତିଙ୍କର ଆଶୀର୍ବାଦ ମିଳେ ତେବେ ରାସ୍ତାରେ ଥିବା ପଥର ଗୁଡ଼ିକ ମଧ୍ୟ ସୁନାରେ ପରିଣତ ହୋଇଥାଏ। ବର୍ତ୍ତମାନ 2026ରେ ବୃହସ୍ପତି ଏକ ବଡ଼ ପରିବର୍ତ୍ତନ ଦେଇ ଗତି କରିବାକୁ ଯାଉଛନ୍ତି। କିଛି ସମୟ ଧରି ବୃହସ୍ପତି ମିଥୁନ ରାଶିରେ ପଛକୁ ଗତି କରିଛନ୍ତି। ବୃହସ୍ପତି ପଛକୁ ଗତି କଲେ ଜୀବନ ଟିକେ ଅରାଜକ ହୋଇଯାଇଥାଏ। ବୃହସ୍ପତି ଏବେ 11 ମାର୍ଚ୍ଚ 2026ରେ ସକାଳ 8:58 ସିଧାସଳଖ ହୋଇଯିବେ, ଅର୍ଥାତ୍ ଏହାର ଗତି ପୁଣି ସିଧାସଳଖ ହୋଇଯିବ। ବୃହସ୍ପତି ସିଧାସଳଖ ହେବା ସହିତ ଅନେକ ରାଶିର ଜୀବନରେ ଲାଗିଥିବା ବ୍ରେକ୍ ଦୂର ହୋଇଯିବ ଏବଂ କାମ ଆରମ୍ଭ ହେବା ପାଇଁ ଲାଗିବ। ତେବେ ଆସନ୍ତୁ ଜାଣିବା ବୃହସ୍ପତିଙ୍କର ପ୍ରତ୍ୟକ୍ଷ ଗତି ଯୋଗୁଁ କେଉଁ ରାଶିଗୁଡ଼ିକ ସୁବର୍ଣ୍ଣ ସମୟ ଅନୁଭବ କରିବେ। ପ୍ରଥମ ଭାଗ୍ୟଶାଳୀ ରାଶିଟି ହେଉଛି ମେଷ ରାଶି। ମେଷ ରାଶି ପାଇଁ ବୃହସ୍ପତିଙ୍କର ପ୍ରତ୍ୟକ୍ଷ ଗତି କ୍ୟାରିୟରରେ ଉନ୍ନତି ପାଇଁ ସୁଯୋଗ ଆଣିଥାଏ। ଯେଉଁମାନେ ଦୀର୍ଘ ସମୟ ଧରି ପଦୋନ୍ନତି କିମ୍ବା ନୂତନ ଚାକିରି ପାଇଁ ଅପେକ୍ଷା କରିଥିଲେ ସେମାନେ ଏବେ ଅନୁକୂଳ ପରିସ୍ଥିତି ଦେଖୁଛନ୍ତି। କାର୍ଯ୍ୟରେ ଥିବା ବାଧାଗୁଡ଼ିକ ଧୀରେ ଧୀରେ ଦୂର ହେବ ଏବଂ ଆତ୍ମବିଶ୍ୱାସ ବୃଦ୍ଧି ପାଇବ। ଅଟକି ରହିଥିବା ଟଙ୍କା କିମ୍ବା ପୂର୍ବରୁ କରାଯାଇଥିବା ନିବେଶ ଫେରି ପାଇବାର ସଂକେତ ରହିଛି। ଘରର ପରିବେଶ ସକାରାତ୍ମକ ରହିବ ଏବଂ ପରିବାର ମଧ୍ୟରେ ସମନ୍ୱୟ ବଜାୟ ରହିବ। ଯଦି ଆପଣ ଏକ ନୂତନ ପ୍ରକଳ୍ପ ଆରମ୍ଭ କରିବାକୁ ଚିନ୍ତା କରୁଛନ୍ତି ତେବେ ଏହି ସମୟ ଅନୁକୂଳ ହୋଇପାରେ। ଦ୍ୱିତୀୟ ଭାଗ୍ୟଶାଳୀ ରାଶିଟି ହେଉଛି ବୃଷ ରାଶି। ବୃଷ ରାଶିରେ ଜନ୍ମିତ ବ୍ୟକ୍ତିଙ୍କ ପାଇଁ ଏହି ସମୟ ସମ୍ପୂର୍ଣ୍ଣ ଭାଗ୍ୟର ସମୟ ପ୍ରମାଣିତ ହୋଇପାରେ। ଆର୍ଥିକ ସମସ୍ୟା ଧୀରେ ଧୀରେ କମିଯିବ ଏବଂ ଭଲ ଆୟର ସୁଯୋଗ ଆସିପାରେ। ଆପଣଙ୍କ ବ୍ୟାଙ୍କ ବାଲାନ୍ସରେ ଉନ୍ନତି ହେବ ଏବଂ ଆପଣଙ୍କର ଆର୍ଥିକ ସ୍ଥିତି ମଜବୁତ ହୋଇଯିବ। ଆପଣଙ୍କ ପରିବାର ମଧ୍ୟରେ ଯେକୌଣସି ଉତ୍ତେଜନା ଦୂର ହୋଇଯିବ। ଆପଣ ଅଧ୍ୟୟନ କିମ୍ବା ନୂତନ କୌଶଳ ଶିଖିବାରେ ଅଧିକ ଆଗ୍ରହୀ ହେବେ ଏବଂ ଆପଣ ନିଜକୁ ଉନ୍ନତ କରିବାରେ ସୁଯୋଗ ପାଇବେ। ସାମଗ୍ରିକ ଭାବରେ ଏହି ସମୟ ଆଶ୍ୱସ୍ତି ଏବଂ ସ୍ଥିରତା ଆଣିଦେବ ଆପଣମାନଙ୍କ ଜୀବନରେ। ତୃତୀୟ ଭାଗ୍ୟଶାଳୀ ରାଶିଟି ହେଉଛି କନ୍ୟା ରାଶି। କନ୍ୟା ରାଶି ପାଇଁ ବୃହସ୍ପତିଙ୍କର ପ୍ରତ୍ୟକ୍ଷ ଗତି ସେମାନଙ୍କ କାମରେ ନୂତନ ଗତି ଆଣିବ। ଚାକିରି ହେଉ କିମ୍ବା ବ୍ୟବସାୟ, ଅଟକି ରହିଥିବା ପ୍ରକଳ୍ପ ଗୁଡ଼ିକରେ ଉନ୍ନତି ହେବ। ବ୍ୟବସାୟୀମାନେ ଏକ ଗୁରୁତ୍ୱପୂର୍ଣ୍ଣ ଚୁକ୍ତି କିମ୍ବା ଭଲ ସୁଯୋଗ ପାଇପାରନ୍ତି ଯାହା ସେମାନଙ୍କ ପଥକୁ ସହଜ କରିବ। ପରିବାର ମଧ୍ୟରେ ଏକ ସୁଖଦ ପରିସ୍ଥିତି ହେବ ଏବଂ ପୂର୍ବରୁ ଅଟକି ରହିଥିବା କାର୍ଯ୍ୟଗୁଡ଼ିକ ବହୁତ ସହଜରେ ସମାପ୍ତ ହେବ। ଆପଣଙ୍କ କଠିନ ପରିଶ୍ରମ ଫଳ ପାଇବା ଆପଣ ଆରମ୍ଭ କରିବେ ଏବଂ ଭାଗ୍ୟ ମଧ୍ୟ ଆପଣଙ୍କ ସପକ୍ଷରେ ଥିବା ଦେଖାଇ ପାରିବେ। କିନ୍ତୁ ଆପଣ ଆପଣଙ୍କ ପ୍ରୟାସକୁ ଛାଡ଼ନ୍ତୁ ନାହିଁ, ଜାରି ରଖନ୍ତୁ। ଚତୁର୍ଥ ଭାଗ୍ୟଶାଳୀ ରାଶିଟି ହେଉଛି ଧନୁ ରାଶି। ଏହି ସମୟ ଧନୁ ରାଶି ପାଇଁ ବିଶେଷ ଅନୁକୂଳ ପ୍ରମାଣିତ ହେବ।
କାରଣ ବୃହସ୍ପତି ସେମାନଙ୍କର ଶାସକ ଗ୍ରହ। ଆପଣଙ୍କର ସାମାଜିକ ପ୍ରତିଷ୍ଠା ବୃଦ୍ଧି ପାଇବ ଏବଂ ଲୋକମାନେ ଆପଣଙ୍କ କଥା ଏବଂ ପରାମର୍ଶକୁ ମୂଲ୍ୟ ଦେବେ। କାର୍ଯ୍ୟ ସମ୍ବନ୍ଧୀୟ ଯାତ୍ରା ଲାଭଦାୟକ ହେବ ଏବଂ ଭଲ ସୁଯୋଗ ଆଣିପାରେ। ଏହି ସମୟ ନୂତନ ନିବେଶ କିମ୍ବା ଭବିଷ୍ୟତ ପାଇଁ ଯୋଜନା ପାଇଁ ମଧ୍ୟ ଅନୁକୂଳ ଅଟେ। ସାମଗ୍ରିକ ଭାବରେ ଏହି ସମୟରେ ଆପଣଙ୍କର ସ୍ଥିତି ମଜବୁତ ହେବ ଏବଂ ଆପଣ ନିଜକୁ ପୂର୍ବ ଅପେକ୍ଷା ଅଧିକ ଆତ୍ମବିଶ୍ୱାସୀ ସ୍ଥିତିରେ ପାଇବେ। ପଞ୍ଚମ ଭାଗ୍ୟଶାଳୀ ରାଶିଟି ହେଉଛି ମୀନ ରାଶି। ମୀନ ରାଶିର ଲୋକମାନେ କିଛି ସମୟ ଧରି ଅନୁଭବ କରୁଥିବା ଥକାପଣ ଏବଂ ଚାପରୁ ମୁକ୍ତି ପାଇପାରନ୍ତି। ମାନସିକ ଚାପ କମିଯିବ ଏବଂ ଆପଣ ପୂର୍ବ ଅପେକ୍ଷା ଶାନ୍ତ ଅନୁଭବ କରିବେ। ନିଦ ଏବଂ ବିଶ୍ରାମ ଭଲ ପାଇବେ ଆପଣ, ଯାହା ଆପଣଙ୍କୁ କାମ କରିବାରୁ ଅଧିକ ଆଗ୍ରହୀ କରିବ। କାର୍ଯ୍ୟକ୍ଷେତ୍ରରେ ଆପଣଙ୍କ କଠିନ ପରିଶ୍ରମକୁ ସ୍ୱୀକୃତି ମିଳିପାରେ ଏବଂ ଉନ୍ନତି ପାଇଁ ସୁଯୋଗ ଖୋଲିଯାଇପାରେ। ଆପଣଙ୍କ ଆର୍ଥିକ ପରିସ୍ଥିତି ମଧ୍ୟ ଧୀରେ ଧୀରେ ଉନ୍ନତ ହେବ। ସାମଗ୍ରିକ ଭାବରେ ଏହି ପରିବର୍ତ୍ତନ ଆପଣଙ୍କ ଜୀବନରେ ସକାରାତ୍ମକତାର ପୁନରାବୃତ୍ତି ଆଣିବ ଏବଂ ଆପଣ ଅଧିକ ସନ୍ତୁଳିତ ଅନୁଭବ କରିବେ।